ଆପଣମାନେ ଜାଣି ରଖନ୍ତୁ ଏଇ ଯେଉଁ ଆମର ଏଇଟା 12ତମ ପ୍ରଧାନ ଶିକ୍ଷକ ସମ୍ମିଳନୀ ଚାଲିଛି। ଏଇଟା ପ୍ରତି ମାସର ଆମର ସେକେଣ୍ଡ ୱିକ୍ରେ ହୁଏ। ଏଇଟା କଣ୍ଟିନ୍ୟୁ ପୁରା ଚାଲିଛି। ଆଜି ଆମର ଭୋଦର ନୋଡାଲ ହାଇସ୍କୁଲରେ ରହୁଛି। ଏଥିରେ ସରକାରଙ୍କ ତରଫରୁ ଯେଉଁ ସବୁ ସ୍କିମ୍ ସବୁ ନୂଆ ନୂଆ ଲଞ୍ଚ ହେଉଛି ଏବଂ ଅନଗୋଇଂ ପ୍ରୋଗ୍ରାମ୍ ଯାହା ସବୁ ଅଛି, ଏଇଠି ପ୍ରଧାନ ଶିକ୍ଷକ ସମ୍ମିଳନୀରେ ଆଲୋଚନା ହୁଏ ଏବଂ ରିଭ୍ୟୁ ମଧ୍ୟ ହୁଏ। କେଉଁ ସ୍କୁଲ ଭଲ କାମ କରୁଛି କି କରୁନି ଏବଂ ତାପରେ ମଧ୍ୟ ପଦକ୍ଷେପ ନିଆଯାଏ ଏବଂ ଏଇଟା କଣ୍ଟିନ୍ୟୁ ଚାଲିବ। ଏଇଟା ଗୋଟେ ପ୍ରଧାନ ଶିକ୍ଷକ ପାଇଁ ଖାଲି ନୁହେଁ, ଆମ ଶିକ୍ଷା ବିଭାଗ ପାଇଁ ଏଇଟା ଗୋଟେ ଭଲ ପଦକ୍ଷେପ, ଯେଉଁଥିରେ ଆମର ପ୍ରଧାନ ଶିକ୍ଷକ ମାନେ ଗୋଟିଏ ଜାଗାରେ ସମସ୍ତେ ରହି ପ୍ରତି ମାନେ ବୈଠକରେ ନୂଆ ନୂଆ ସ୍କୁଲକୁ ଯାଆନ୍ତି, ସେ ସ୍କୁଲକୁ ଭିଜିଟ୍ କରନ୍ତି, ସେ ସ୍କୁଲର ଯେଉଁଟା ଭଲ ମନ୍ଦ ସେ ଦେଖନ୍ତି ଏବଂ ନିଜ ସ୍କୁଲରେ ସେଇଟା ସହଜରେ ଇମ୍ପ୍ଲିମେଣ୍ଟ କରନ୍ତି। ଏଇଟା ଗୋଟେ ହେଉଛି ବ୍ଲକ ଲେବୁଲର ଗୋଟେ ମାନେ ହେଡ୍ ଟିଚର ମାନଙ୍କର ମିଟିଂ। ସବୁ ହାଇସ୍କୁଲର ହେଡ଼ମାଷ୍ଟର ମାନେ ପ୍ରତି ମାସରେ ଗୋଟେ ଗୋଟେ ସ୍କୁଲରେ ଏମିତି ହୁଏ। ତେଣୁ ଆମର ଏଠି 12ତମ ମିଟିଂ ହେଇଛି। ଏଥିରେ ଆମର ସଭାପତି ହେଲେ ବିଓ ସାର୍, ପରମାନେଣ୍ଟ ସଭାପତି ସବୁ ଜାଗାରେ ମିଟିଂରେ ଭାଗ ନିଅନ୍ତି। ଉଦ୍ଦେଶ୍ୟ ହେଉଛି ଯେ ସରକାରଙ୍କ ଯେଉଁ ପ୍ରୋଗ୍ରାମ୍ ସବୁ ଷ୍ଟାର୍ଟ ହେଉଛି, ସବୁ ପ୍ରୋଗ୍ରାମ୍ ଗୁଡ଼ା କେମିତି ଇମ୍ପ୍ଲିମେଣ୍ଟ ହେବ। ପ୍ରତି ସ୍କୁଲର ସବୁ ପ୍ରଧାନ ଶିକ୍ଷକ ଯେହେତୁ ଅଛନ୍ତି, ସେମାନେ ଜାଣିବେ ଯେ କେମିତି କେମିତି ପ୍ରୋଗ୍ରାମ୍ ହେଉଛି, ତା ବିଷୟରେ ଡିଟେଲ୍ସ ସବୁ ଆଲୋଚନା ହୁଏ। ପିଲାମାନଙ୍କର ଷ୍ଟଡି ଆଟମୋସ୍ଫିୟର କେମିତି ଡେଭଲପ୍ ହେବ, ସ୍କୁଲ କେମିତି ସବୁ ଫଣ୍ଡସ୍ ଗୁଡ଼ା କେମିତି ୟୁଜ୍ କରିବ, ଏ ବିଷୟରେ ଡିଟେଲ୍ସ ସେଗୁଡ଼ା ସବୁ ଆଲୋଚନା ହୁଏ। ଏବଂ ପ୍ରତି ସ୍କୁଲର କ'ଣ ମେରିଟ୍ସ ଅଛି, ଡିମେରିଟ୍ସ ଅଛି, ମାନେ ଅଲଗା ହେଡ଼ମାଷ୍ଟର ମାନେ ସମସ୍ତେ ବା ପ୍ରଧାନ ଶିକ୍ଷକ ମାନେ ସମସ୍ତେ ଦେଖିବେ, ଜାଣିବେ। ଆଉ ସେଇଟା କେମିତି ଇରାଡିକେଟ୍ କରାହେବ ବା ତାକୁ ସେଟାକୁ ମାନେ କରେକ୍ସନ୍ କରାଯିବ, ସେ ବିଷୟରେ ସେମାନେ ମତାମତ ଦେବେ। ତାକୁ ନେଇକି ସ୍କୁଲ ନିଜକୁ ନିଜେ ସମ୍ଭାଳିବେ। ଏହା ହେଉଛି ମୁଖ୍ୟ ଉଦ୍ଦେଶ୍ୟ। ଧନ୍ୟବାଦ। ମୁଁ ଚନ୍ଦ୍ରକାନ୍ତ ଦଳେଇ 1973 ମସିହାର ଛାତ୍ର ଭୋଦର ନୋଡାଲ ହାଇସ୍କୁଲର ଏବଂ ପୁରାତନ ଛାତ୍ର ସଂସଦର ମୁଁ ପ୍ରେସିଡେଣ୍ଟ। ଆଜି ଭୋଦର ହାଇସ୍କୁଲରେ ମାସିକିଆ ବୈଠକ ସମସ୍ତ ହେଡ଼ମାଷ୍ଟର ମାନଙ୍କୁ ନେଇ କରାଯାଉଛି। ନିମାପଡ଼ା ବ୍ଲକର ଯେତେ ସ୍କୁଲ ଅଛି, ହାଇସ୍କୁଲ ଅଛି, ତାଙ୍କର ହେଡ଼ମାଷ୍ଟର ମାନଙ୍କୁ ନେଇ ଶିକ୍ଷାର କେମିତି ଉନ୍ନତିକରଣ ହେବ ଏବଂ ଶିକ୍ଷା କେମିତି ସୁଷମ ଭାବରେ ପିଲାମାନଙ୍କ ମାନସରେ ବାଣ୍ଟି ସେମାନଙ୍କୁ ଉଚ୍ଚଶିକ୍ଷିତ କରିପାରିବ, ତାହା ପାଇଁ ଆଜି ହେଡ଼ମାଷ୍ଟର ମାନେ ଏକତ୍ରିତ ହେଇଛନ୍ତି। ସେଥିପାଇଁ ମୁଁ ଆଜି ଆଲୁମିନି ଆସୋସିଏସନ ତରଫରୁ, ଭୋଦର ନୋଡାଲ ହାଇସ୍କୁଲର ଆଲୁମିନି ଆସୋସିଏସନ ତରଫରୁ ମୁଁ ସମସ୍ତ ସାର୍ ମାନଙ୍କୁ ଧନ୍ୟବାଦ ଜଣାଇବା ସହିତ ଆମ ଭୋଦର ହାଇସ୍କୁଲର ହେଡ଼ମାଷ୍ଟର ଶ୍ରୀଯୁକ୍ତ ସୁଶାନ୍ତ କୁମାର ଦାସଙ୍କ ଅଧୀନତରେ ଏହି କାର୍ଯ୍ୟ ଚାଲିଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି।